ହାଲେଲୁୟା। ପ୍ରଭୁଙ୍କୁ ମହାନାମକୁ ଧନ୍ୟବାଦ ହଉ। ଏ ଜାଗାରେ ଲେଖା ହେଇଛି ଜହନଲିତ ସୁଷମାଚାର 5 ପର୍ବ ତାର 24 ପଦ ଠାରୁ ଆମେ 29 ପଦ ପର୍ଯ୍ୟନ୍ତ ଯଦି ପଢିବା ସେ ଜାଗାରେ ଲେଖା ହେଇଛି କଣ ବୋଲି ଲେଖା ହେଇଛି ବୋଲି କହିଲେ, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଯେ ମୋହର ବାକ୍ୟ ଶୁଣି ମୋହର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି। ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ହାଲେଲୁୟା। ଏ ଜାଗାରେ ପ୍ରଭୁ ଯୀଶୁ କହୁଅଛନ୍ତି, ସତ୍ୟ କଥା କହୁଅଛନ୍ତି, ମିଛ କଥା ନୁହେଁ। ସତ୍ୟ ସତ୍ୟ ବୋଲି ଦୁଇ ତରଫ, ଗୋଟେ ସତ୍ୟ ହେଲେ ଆଉ ଗୋଟେ ସତ୍ୟ ଅଛି ପୁରା ବୋଲି କହିବ ବୋଲି ଦୁଇଟା ସତ୍ୟ କହୁଛନ୍ତି। ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଯେ ମୋ ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରିବ, ପରମେଶ୍ୱରଙ୍କୁ ଯେ ବିଶ୍ୱାସ କରିବ ସେ ଅନନ୍ତ ଜୀବନର ଅଧିକାରୀ ହେଇପାରିବ। ଆଉ ସେ ଯେ ଅନନ୍ତ ଜୀବନର ଅଧିକାରୀ ହେବ ସେ ମୃତ୍ୟୁକୁ ଅତିକ୍ରମ କରି ସେ ଜୀବନରେ ପ୍ରବେଶ କରିବ। ହାଲେଲୁୟା। ହେଲେ ଏ ଜାଗାରେ ପ୍ରଭୁ ଯୀଶୁ କହିବାର କଥା କଣ ବୋଲି କହିଲେ, ଜୀବନରେ ପ୍ରବେଶ କରିବା ଲୋକମାନେ ଅଛନ୍ତି, ସେମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କରିବା ଲୋକମାନେ। ପରମେଶ୍ୱରଙ୍କୁ ଯେଉଁମାନେ ବିଶ୍ୱାସ କରିବେ ସେମାନେ କାହା ଜୀବନରେ ପ୍ରବେଶ କରିପାରିବେ, ନହେଲେ ଜୀବନରେ ପ୍ରବେଶ କରିପାରିବେ ନାହିଁ। ହାଲେଲୁୟା। ତ ଆଉ ସେ କହୁଅଛନ୍ତି, ଏ ଯାହାର ଲେଖା ହେଇଛି, ପ୍ରଭୁ ଆଉ ଥରେ କହୁଛନ୍ତି, ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି ଯେଉଁ ସମୟରେ ମୃତ୍ୟୁମାନେ ଈଶ୍ୱରଙ୍କ ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହେବେ। ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। ହାଲେଲୁୟା। ପ୍ରଭୁ କହିବାର ଭାବ ଏହା ଥିଲା, ବର୍ତ୍ତମାନ ସୁଦ୍ଧା ଉପସ୍ଥିତ ବୋଲି କହିଲେ ବର୍ତ୍ତମାନ ଆମେମାନେ ଏ ମାୟା ସଂସାରରେ ଅଛୁ। ଏ ମାୟା ସଂସାରରୁ ଆମେମାନେ ମୁକ୍ତ ହୋଇ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବହୁମୂଲ୍ୟ ରକ୍ତରେ ଆମେ ବିଶ୍ୱାସ କରି ତାଙ୍କଠାରେ ବିଶ୍ୱାସ କରି ପରମେଶ୍ୱରଙ୍କୁ ବିଶ୍ୱାସ କରି ଅନନ୍ତ ଜୀବନ ଅଧିକାର ହେବା ପାଇଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବାର ଅଛି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ବାପ୍ତିଜିତ ହେଇ ଆଉ ତାଙ୍କ ରକ୍ତ ମାଂସର ଅଂଶ ହେଉଥିବାର ଅଛି। ସେତେବେଳେ ସେ କଣ କରିବ ବୋଲି କହିଲେ, ସେ ଲୋକ ପରମେଶ୍ୱରଙ୍କ ପୁତ୍ରଙ୍କର ସ୍ୱର ସେ ଶୁଣିପାରିବ। ମୃତ୍ୟୁମାନେ ବୋଲି କହିଲେ ଯେଉଁମାନେ ଆମ ପୂର୍ବରୁ ମରିଯାଇଛନ୍ତି ସେମାନଙ୍କର କଥା ପ୍ରଭୁ କହୁଛନ୍ତି। ଆଉ ଯେଉଁମାନେ ସମାଧି ପ୍ରାପ୍ତ ଲୋକମାନଙ୍କୁ, ଯେଉଁମାନେ ସମାଧି ହେଇଅଛନ୍ତି ବା ଭୂମିରେ ଧୂଳିରେ ମିଶି ଯାଇଛନ୍ତି, ସେମାନଙ୍କର ଆତ୍ମା ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଯଦି ବିଶ୍ୱାସ କରିଥିବେ ଜୀବନର ପୁନରୁତ୍ଥାନ ନିମନ୍ତେ ସେମାନଙ୍କର ଆତ୍ମା ପାରାଡିସକୁ ଯାଇଥିବ। ଆଉ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ ନାହିଁ, ଦଣ୍ଡର ପୁନରୁତ୍ଥାନ ନିମନ୍ତେ ସେମାନଙ୍କର ଆତ୍ମା ପାତାଳକୁ ଯାଇଥିବ। ହାଲେଲୁୟା। ହେଲେ ଯେତେ ଲୋକ ଏ ପୁନରୁତ୍ଥାନ ହେବା ଲୋକମାନେ ପ୍ରଥମ ପୁନରୁତ୍ଥାନରେ ଦ୍ୱିତୀୟ ପୁନରୁତ୍ଥାନ ହେଉଛି ଦୁଇଟା। ତାପରେ ଆଉ ପୁନରୁତ୍ଥାନ ନାହିଁ, ତା ପୂର୍ବରୁ ଆଉ ପୁନରୁତ୍ଥାନ ନାହିଁ। ହାଲେଲୁୟା। ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯେତେବେଳେ ପ୍ରଥମ ପୁନରୁତ୍ଥାନରେ ତାଙ୍କର ସତୀକନ୍ୟା ମଣ୍ଡଳୀକୁ ନେବାକୁ ଆସିବେ, ସେହି ସମୟରେ ଅନେକ ଲୋକ ପୁଣି ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବା ଲୋକ, ତା ପୂର୍ବରେ ଲେଖା ହେଇଛି ଅନନ୍ତ ଜୀବନର ଅଧିକାରୀ ହେଇଥିବା ଲୋକମାନେ, ଜୀବନରେ ପ୍ରବେଶ କରୁଥିବା ଲୋକମାନେ, ସେମାନେ ସଜୀବ ହେବେ। ହାଲେଲୁୟା। ସଜୀବ ହେଇ ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ସେମାନେ ଆଉ ବାହାର ହେଇ ଆସିବେ। ହାଲେଲୁୟା। ସେ ଯାହାର ଲେଖା ହେଇଛି, ଯେତେ ଲୋକ ଯେଉଁମାନେ ତାହାଙ୍କର ସ୍ୱର ଶୁଣିବେ ଆଉ ସେମାନେ ସଜୀବ ହେବେ। ଏପରି ସମୟ ଆସୁଅଛି, ପୁଣି ବର୍ତ୍ତମାନ ସୁଦ୍ଧା ଉପସ୍ଥିତ। ଯେତେବେଳେ ତାଙ୍କ ଶିଷ୍ୟମାନଙ୍କୁ ପ୍ରଭୁ ଯୀଶୁ ଆହ୍ୱାନ କରିଥିଲେ, ତା ପୂର୍ବରୁ ସେମାନେ ମୃତ୍ୟୁ ଲୋକ ସଦୃଶ ଥିଲେ। ଜାଗତିକ ଆତ୍ମିକରେ ସେମାନେ ମୃତ୍ୟୁ ଲୋକ ପରୁଥିଲେ। କିନ୍ତୁ ଯେତେବେଳେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆକର୍ଷଣ କଲେ, ସେମାନଙ୍କୁ ଡାକିଲେ, ସେତେବେଳେ ସେମାନେ ଜୀବନରେ ପ୍ରବେଶ କରିବା ଲୋକ ହେଲେ। ହାଲେଲୁୟା। ସେମାନେ
ଜୀବନରେ ପ୍ରବେଶ କରିବା ଲୋକମାନେ, ପରମେଶ୍ୱରଙ୍କ ସହିତ ଚିରକାଳ ତାଙ୍କ ରାଜ୍ୟରେ ରହିବା ଲୋକମାନେ। କାରଣ କାରଣ ପିତା ଯେପରି ସ୍ୱୟଂଜୀବୀ ଅଟନ୍ତି, ପୁତ୍ର ମଧ୍ୟ ସେପରି ସ୍ୱୟଂଜୀବୀ। ହାଲେଲୁୟା। ପୁତ୍ର, ପିତା ଆଉ ପବିତ୍ର ଆତ୍ମା ଏମାନଙ୍କ ଏକ ହେଲେ ମଧ୍ୟ ତ୍ରିଏକ ପରମେଶ୍ୱର ଅଟନ୍ତି। ସେମାନେ ତ୍ରିଏକ ପରମେଶ୍ୱର ବୋଲି ବାଇବେଲ କୋଉଠି ଲେଖା ନାହିଁ, କିନ୍ତୁ ଏମାନଙ୍କର କାର୍ଯ୍ୟ ସେଇ ପ୍ରକାର ଅଛି। ତାଙ୍କେ ବହୁ ବଚନରେ ହେଇପାରନ୍ତି ଆଉ ଏକ ବଚନ ମଧ୍ୟ ହେଇପାରନ୍ତି। ହାଲେଲୁୟା। ପରମେଶ୍ୱର ବହୁ ଉର୍ଦ୍ଧ୍ୱରେ ଅଛନ୍ତି। ସେଇ ପରମେଶ୍ୱର ମାନବ ରୂପ ଧରି ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ରୂପରେ ଜଗତକୁ ଆସି ଅଛନ୍ତି। ଆଉ ସେ ପରମେଶ୍ୱରଙ୍କ ଠାରେ ଯୋଉ ଆତ୍ମା ଥିଲା, ସେ ଆତ୍ମା ଯୀଶୁଖ୍ରୀଷ୍ଟଙ୍କ ଠାରେ ଥିଲା। ହାଲେଲୁୟା। ସେଇ ଆତ୍ମା ଆଉ କ'ଣ କରୁଛନ୍ତି? ପ୍ରଭୁ ଯୀଶୁ ଯେତେବେଳେ ପୁନରୁତ୍ଥିତ ହେଲେ ଆଉ ସ୍ୱର୍ଗ ଆରୋହଣ କଲେ, ତାପରେ ସେଇ ଆତ୍ମାକୁ ସେ ପ୍ରଭୁ ଯୀଶୁ ଏ ପୃଥିବୀକୁ ପଠେଇଲେ। ହାଲେଲୁୟା। ସେ ବର୍ତ୍ତମାନ ଆମ ସହିତ ଅଛନ୍ତି। ଆମେମାନେ ଯଦି ବିଶ୍ୱାସ କରିବା, ତାହେଲେ ଆମେମାନେ ତାଙ୍କର ଶକ୍ତିକୁ ଦେଖିପାରିବା। ତ ଏ ଜାଗାରେ ଲେଖା ହେଇଛି, ସେ ସ୍ୱୟଂଜୀବୀ ପରମେଶ୍ୱର, ସେ ପୁତ୍ର ମଧ୍ୟ ସ୍ୱୟଂଜୀବୀ, ଆଉ ଈଶ୍ୱର ମଧ୍ୟ ସ୍ୱୟଂଜୀବୀ, ପବିତ୍ର ଆତ୍ମା ମଧ୍ୟ ସ୍ୱୟଂଜୀବୀ। ହାଲେଲୁୟା। ସେମାନେ ତିନି ଜଣ ହେଲେ ମଧ୍ୟ ଏକ ଅଟନ୍ତି। ସେମାନେ ତିନି ଜଣ ଭାବରେ ଆପଣମାନଙ୍କୁ ଦେଖାଯିବେ, କିନ୍ତୁ ଆଉ ସେଇ ସ୍ୱୟଂ ପରମେଶ୍ୱର ଅଟନ୍ତି। ତାଙ୍କେ ଅଦ୍ୱିତୀୟ ଅଟନ୍ତି, ଦ୍ୱିତୀୟ ନୁହନ୍ତି, ମାତ୍ର ଏକ ଅଟନ୍ତି, କିନ୍ତୁ ତାଙ୍କ କାର୍ଯ୍ୟ ତିନି ପ୍ରକାର ଆମକୁ ଦେଖାଯାଏ। ହାଲେଲୁୟା। ଯେହେତୁ ସର୍ବଶକ୍ତିମାନ ପରମେଶ୍ୱର ଯଦି ସେ ଡାଇରେକ୍ଟ ଆସିବେ, ତାହେଲେ ଆମେମାନେ ତାଙ୍କ ପାଖରେ ଠିଆ ହେଇପାରିବା ନାହିଁ। ତେଣୁ ସେ ନିଜକୁ ଶୂନ୍ୟ କରି ମାନବ ରୂପ ଧାରଣ କରି ଯୀଶୁଖ୍ରୀଷ୍ଟଙ୍କ ରୂପରେ ଆସିଲେ। ସେ ମାନବ ଜାତିକୁ ରକ୍ଷା କରିବା ପାଇଁ ସେ 33.5 ବର୍ଷ ଏ ପୃଥିବୀରେ ରହିଲେ। ଆଉ କ୍ରୁଶବୋଧ ହେଇ ସେମାନେ ତାଙ୍କେ କ'ଣ କଲେ? ଆଉ ପୁନରୁତ୍ଥିତ ହୋଇ, ମାନେ ସମାଧି ପ୍ରାପ୍ତ ହୋଇ ପୁନରୁତ୍ଥିତ ହୋଇ ସେ ତୃତୀୟ ଦିନରୁ ଉଠିଲେ। ଆଉ ସେ ସମସ୍ତ ବିଷୟ ଶାସ୍ତ୍ର ଅନୁସାରେ ହେଇଅଛି। ହାଲେଲୁୟା। ହେଲେ ସେଇ ପ୍ରଭୁ ଯୀଶୁ କହୁଛନ୍ତି, କ'ଣ କହୁଛନ୍ତି? ଏମିତିକାର ସମୟ ଗୋଟେ ଆସିବ, ସମାଜରେ ଥିବା ଲୋକମାନେ ସମସ୍ତେ ଉଠିବେ। ହାଲେଲୁୟା। ଯେଉଁମାନେ ମୋର ସ୍ୱର ଶୁଣିବେ। ସ୍ୱର ଶୁଣିବାଟା ହେଉଛି ଦୁଇ ପ୍ରକାର। ହାଲେଲୁୟା। ଅଧିକାର ପ୍ରାପ୍ତ ହେବା ପାଇଁ ଗୋଟେ ପ୍ରକାର ପ୍ରଭୁ ଡାକିବେ, ଆଉ ଦଣ୍ଡ ଦେବା ପାଇଁ ମଧ୍ୟ ଗୋଟେ ପ୍ରକାର ଡାକିବେ। ହାଲେଲୁୟା। ସେଠି ଲେଖା ହେଇଛି, ଏ ଦଣ୍ଡ ପାଇବା ଲୋକମାନେ ଆଉ ଅଧିକାର ପ୍ରାପ୍ତ ହେବା ଲୋକମାନେ ଗୋଟେ ମାଡ଼କୁ ଉଠିବେ ନାହିଁ। ଦଣ୍ଡ ପାଇବା ଲୋକମାନେ ଗୋଟେ ବେଳକୁ ଉଠିବେ, ଗୋଟେ ଟାଇମ୍ରୁ ଉଠିବେ। ଆଉ ଦଣ୍ଡ ନ ପାଇବା ଲୋକମାନେ, ଯେଉଁମାନେ ପୁରସ୍କାର ପ୍ରାପ୍ତ ହେବା ଲୋକମାନେ, ସେମାନେ ଗୋଟେ ସମୟରେ ଉଠିବେ। ସେ ସମୟ କୋଉଟା ବୋଲି କହିଲେ, ବାକ୍ୟରେ ଲେଖା ହେଇଛି, ସେ ସମୟ ହେଉଛି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଗୁପ୍ତ ଆଗମନ, ଯାହାକି ରେପ୍ଚର ବୋଲି କୁହାଯିବ। ସେତେବେଳେ ପ୍ରଭୁ ଯୀଶୁ ତାଙ୍କର ଆଗମନ ସମୟରେ ସେ ବର୍ତ୍ତମାନ ପିତାଙ୍କର ସେ ପବିତ୍ର କଳରେ, ସେ ମହା ସିଂହାସନରେ, ପିତାଙ୍କ କଳରେ ଦକ୍ଷିଣ ପାର୍ଶ୍ୱରେ ସେ ଉପବିଷ୍ଟ ଅଛନ୍ତି। ଯେତେବେଳେ ସପ୍ତମ ତୁରୀଧ୍ୱନି ବାଜିବ, ଶେଷ ତୁରୀଧ୍ୱନିରେ, ଆଉ ଯେତେବେଳେ ଶେଷ ତୁରୀଧ୍ୱନିରେ ଆଉ ସେ ସପ୍ତମ ଦୂତ ତୁରୀଧ୍ୱନି କରିବ, ସେଇ ସମୟରେ ସେ ଆଉ ପିତାଙ୍କ କୋଳରୁ ସେ ଉଠିବେ। ହାଲେଲୁୟା। ପିତାଙ୍କ କୋଳରୁ ଉଠିକି ରାଜ୍ୟ ଅଧିକାର କରିବେ। ସେତେବେଳେ ମୃତ୍ୟୁମାନଙ୍କର ବିଚାର ଗୋଟେ ହେବ। ସେଇ ବିଚାର, ମୃତ୍ୟୁମାନଙ୍କର ବିଚାର ବୋଲି କହିଲେ ଦଣ୍ଡର ବିଚାର ନୁହେଁ, ତାହା ହେଉଛି ପୁରସ୍କାରର ବିଚାର। ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପାଇଁ କେତେ କାର୍ଯ୍ୟ କରିଅଛୁ, ପ୍ରଭୁ ଯୀଶୁ କରିଥିବା କାମ କେତେ ସୁନ୍ଦର ଭାବରେ କରିଛୁ, ପ୍ରଭୁ ତୁମମାନଙ୍କୁ ଦେଇଥିବା ଦାୟିତ୍ୱ ତୁମେ କେତେ ତୁଳେଇଛ, ତୁମେ କେଉଁ ଜାଗାରେ ରହିବ, ସେଇଥିପାଇଁ ପ୍ରଭୁ ଯୀଶୁ ପ୍ରଥମ ପୁନରୁତ୍ଥାନରେ ଆଉ ମଣ୍ଡଳୀକୁ ସେ ପ୍ରଥମେ ଡାକିବେ। ହାଲେଲୁୟା। ମଣ୍ଡଳୀକୁ ଡାକିବେ। ସେ ମଣ୍ଡଳୀକୁ ଡାକିବା ସମୟରେ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ। ହାଲେଲୁୟା। କେଉଁମାନେ ଶୁଣିବେ ବୋଲି କହିଲେ, ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିଥିବେ, ଅନନ୍ତ ଜୀବନର ଅଧିକାରୀ ହେଇଥିବେ, ସେମାନେ ଶୁଣିବେ। ହାଲେଲୁୟା। ତାପରେ ଲେଖା ହୋଇଛି, ଆଉ ସେ ମନୁଷ୍ୟ ପୁତ୍ର ହେବାରୁ ସେ ତାହାଙ୍କୁ ବିଚାର କରିବାର
ଅଧିକାର ଦେଲେ। ହାଲେଲୁୟା। ମନୁଷ୍ୟ ପୁତ୍ର ପ୍ରଭୁ ଯୀଶୁ ମନୁଷ୍ୟ ପୁତ୍ର ହେବାରୁ ପରମେଶ୍ୱର ତାଙ୍କୁ କ'ଣ କଲେ? ବିଚାର କରିବାର ଅଧିକାର ଦେଲେ। ସେ କାହାକୁ କାହାକୁ ବିଚାର କରିବେ ବୋଲେ ମୃତମାନଙ୍କୁ ବିଚାର କରିବେ। ହାଲେଲୁୟା। ଆମେ ଯଦି ଦେଖିବା ପ୍ରକାଶିତ ବାକ୍ୟ 11 ପର୍ବ ତାର 15 ପଦରେ এই ପ୍ରକାର ଲେଖା ହେଇଛି। ପ୍ରକାଶିତ ବାକ୍ୟ 11 ପର୍ବ ତାର 15 ପଦ ମୁଁ ପଢୁଛି, ଆପଣମାନେ ଧ୍ୟାନ ଦିଅନ୍ତୁ। ସପ୍ତମ ଦୂତ ତୁରିଧ୍ୱନି କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମମାନଙ୍କ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗ ଯୁଗେ ରାଜତ୍ୱ କରିବେ। ହାଲେଲୁୟା। ଏ ଜାଗାରେ ଲେଖା ହେଇଛି, ସପ୍ତମ ଦୂତ ତୁରିଧ୍ୱନି କରନ୍ତେ ସ୍ୱର୍ଗରେ ମହାଶବ୍ଦ ସହ ଏହି ବାଣୀ ହେଲା, ଜଗତ ଉପରେ ରାଜତ୍ୱ ଆମମାନଙ୍କ ପ୍ରଭୁଙ୍କର ଓ ତାହାଙ୍କ ଖ୍ରୀଷ୍ଟଙ୍କର ହସ୍ତଗତ ହୋଇଅଛି, ଆଉ ସେ ଯୁଗ ଯୁଗେ ରାଜତ୍ୱ କରିବେ। ହାଲେଲୁୟା। ସପ୍ତମ ଦୂତ ତୁରିଧ୍ୱନି କରିବା ମାତ୍ରେ ପ୍ରଭୁ ଯୀଶୁ ତାଙ୍କ ପୁତ୍ରଙ୍କ ସିଂହାସନରୁ ବା ତାଙ୍କ ପୁତ୍ର ମାନେ ପରମେଶ୍ୱରଙ୍କର ସିଂହାସନରୁ ବା ତାଙ୍କ କୋଳରୁ ସେ ଉଠିକିରି କ'ଣ କରିବେ ବୋଲି କହିଲେ? ସେ ଅଧିକାର ଗ୍ରହଣ କରିବାକୁ ବାହାରିବେ। ହାଲେଲୁୟା। ଜଗତ ଉପରେ ରାଜତ୍ୱ କରିବା ପାଇଁ ସେ ବାହାରି ହେଇକି ଆସିବେ, ରାଜ୍ୟ ହସ୍ତଗତ କରିବା ପାଇଁ। ସେଥିରେ ଈଶ୍ୱରଙ୍କ ସମ୍ମୁଖରେ ଆପଣା ଆପଣା ସିଂହାସନରେ ଉପବିଷ୍ଟ 24 ପ୍ରାଚୀନ ଉବୁଡ଼ ହୋଇ ଈଶ୍ୱରଙ୍କୁ ପ୍ରଣାମ କରି କହିଲେ, ହେ ପ୍ରଭୁ ସର୍ବଶକ୍ତିମାନ ଈଶ୍ୱର, ବର୍ତ୍ତମାନ ଓ ଭୂତ ଯେ ତୁମ୍ଭେ, ଆମ୍ଭେମାନେ ତୁମ୍ଭର ଧନ୍ୟବାଦ କରୁଅଛୁ, କାରଣ ତୁମ୍ଭେ ଆପଣା ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିଅଛ। ବିଜାତିମାନେ କ୍ରୋଧ ହୋଇଥିଲେ, କିନ୍ତୁ ତୁମ୍ଭର କ୍ରୋଧ ଉପସ୍ଥିତ ହେଲା। ପୁଣି ମୃତମାନଙ୍କ ବିଚାର କରିବା ସମୟ ଏବଂ ତୁମ୍ଭର ଦାସ ଭାବବାଦୀମାନଙ୍କ ସାଧୁମାନଙ୍କୁ ଓ ତୁମ୍ଭ ନାମର ଭୟକାରୀ ସାନ ଓ ବଡ଼ ସମସ୍ତ ଲୋକଙ୍କୁ ପୁରସ୍କାର ଦେବାର, ଆଉ ପୃଥିବୀ ବିନାଶକାରୀମାନଙ୍କୁ ବିନାଶ କରିବାର ସମୟ ଉପସ୍ଥିତ ହେଲା। ହାଲେଲୁୟା। ଏ ଜାଗାରେ ଲେଖା ହେଇଛି ଦୁଇ ପ୍ରକାର କଥା। କ'ଣ ବୋଲି କହିଲେ? ସେ ପ୍ରଥମେ ଯେତେବେଳେ ରାଜତ୍ୱ ଗ୍ରହଣ କରିବାକୁ, ରାଜ୍ୟ ଗ୍ରହଣ କରିବାକୁ ସେ ଜଗତ ଉପରକୁ ଆସିବାକୁ ସେ ଉପସ୍ଥିତ ହେବେ, ମାନେ ସପ୍ତମ ତୁରିଧ୍ୱନି ବାଜିବା ସମୟରେ ସେ ରାଜତ୍ୱ ଗ୍ରହଣ କରିବେ। ସେ ଆସିକିରି ସେ କ'ଣ କରିବେ ବୋଲି କହିଲେ? ମୃତ୍ୟୁମାନଙ୍କୁ ବିଚାର କରିବେ। ହାଲେଲୁୟା। ସେ ମହାଶକ୍ତି ଧାରଣ କରି ରାଜତ୍ୱ ଗ୍ରହଣ କରିବେ। ତାପରେ ସେ କ'ଣ କରିବେ ବୋଲି କହିଲେ? ମୃତମାନଙ୍କର ବିଚାର ସମୟ ଉପସ୍ଥିତ। ମୃତମାନଙ୍କୁ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଠାଇ ମରିଅଛନ୍ତି ସେମାନଙ୍କୁ ପୁରସ୍କାର ଦେବା ପାଇଁ, ବିଚାର ବୋଲି କହିଲେ ଦଣ୍ଡର ବିଚାର ଅଲଗା ଆଉ ପୁରସ୍କାରର ବିଚାର ଅଲଗା। ପ୍ରଭୁ ଯୀଶୁ ଯାହାକୁ ମନୋନୀତ କରି ଆଉ ତାହାଙ୍କ ରାଜ୍ୟର ଅଧିକାରୀ କରିବାକୁ ଇଚ୍ଛା କରୁଅଛନ୍ତି, କାରଣ ରାଜତ୍ୱ ଅଧିକାର କରୁଅଛନ୍ତି ନା, ସେ ଯୁଗ ଯୁଗେ ରାଜତ୍ୱ କରିବେ। ଆଉ ସେଇ ସମୟରେ ଯେଉଁମାନେ ଆଉ ତାହାଙ୍କ ରାଜ୍ୟର ଅଂଶୀ ହେବେ ବା ତାହାଙ୍କର ବଧୂକନ୍ୟାରେ କେଉଁ ସ୍ଥାନରେ ସେମାନେ ରହିବେ, କେଉଁ ପ୍ରକାର ଷ୍ଟେପ୍ରେ ସେମାନେ ରହିବେ, ପ୍ରଭୁ ତାଙ୍କୁ କେତେଟା ରାଜ୍ୟକୁ କେତେଟା ଦେଶକୁ ଅଧିକାର କରିବେ, ଆଉ ମାନେ ଜୀବନର ପୁନରୁତ୍ଥାନରେ ସେମାନଙ୍କୁ ପୁରସ୍କାର ଦିଆଯିବ। ସେ ପୁରସ୍କାର ହେଉଛି ଦୟା ମୁକୁଟ, ଆଉ ଜୀବନ ମୁକୁଟ, ଆଉ ସିଂହାସନ, ଶୁକ୍ଳ ବସ୍ତ୍ର, ବିଭିନ୍ନ ପ୍ରକାର ଗିଫ୍ଟ ଦେଇ ସେମାନଙ୍କୁ ଗୋଟେ ଗୋଟେ ଅଧିକାର ପ୍ରଭୁ ଦେବେ। ହାଲେଲୁୟା। କର୍ମ କରିବାର ଅଧିକାର ଦେବେ, ରାଜତ୍ୱ କରିବାର ଅଧିକାର ଦେବେ। ପ୍ରଭୁ ଯୀଶୁ ମଧ୍ୟ ରାଜ୍ୟ କରିବାର ଆରମ୍ଭ କରିବେ, ଆଉ ତାଙ୍କର ସାଧୁବୃନ୍ଦ ଯିଏକି ତାଙ୍କର ସତୀକନ୍ୟା ସେ ମଧ୍ୟ ରାଜ୍ୟ କରିବେ। ହାଲେଲୁୟା। ଆଉ ସେଇ ସମୟରେ ଅନେକ ଲୋକମାନେ ଦେଖିବେ। ପୁଣି ପ୍ରେଜ୍ ଦ ଲର୍ଡ। ଧୂଳିରେ ଶୟନ କରିଥିବା ସମସ୍ତେ ଏକାଥରକୁ ଉଠିବେ ନାହିଁ। ସେମାନେ ଏ ଜାଗାରେ ଲେଖା ହେଇଛି
କ'ଣ ବୋଲି ଲେଖା ହେଇଛି ବୋଲି କହିଲେ ଆମେ ଦେଖିବା ସେଇ ଜହନ ଋତୁ ସୁଷମାଚାର ତାର 5 ପର୍ବ ତାର 28 ପଦ ଦେଖିବା। ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ। ହାଲେଲୁୟା। ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ଗୋଟେ ଅଛି, ସେଟା ହେଉଛି ରେପ୍ଚର। ହାଲେଲୁୟା। ଯେଉଁମାନେ ଅସତ୍କର୍ମ କରିବେ ଦଣ୍ଡର ପୁନରୁତ୍ଥାନ ଅଛି, ତାହା ହେଉଛି 1000 ବର୍ଷ ଶାସନର ଶେଷରେ। ହାଲେଲୁୟା। 1000 ବର୍ଷ ଶାସନ ଏ ପୃଥିବୀରେ ପ୍ରଭୁ ଯୀଶୁ କରିବେ, ଆଉ ସେଇ ସମୟରେ ତାଙ୍କ ସହିତ ମଣ୍ଡଳୀ ତାଙ୍କ ସହିତ ରହିବ। ହାଲେଲୁୟା। ମଣ୍ଡଳୀ ତାଙ୍କ ସହିତ ରହିକିରି ଯୀଶୁଖ୍ରୀଷ୍ଟ ମାନେ ରାଜା ଯୋଉଠି ରହିବେ ରାଣୀ ସେଇଟା ରହିବ ନା, ସ୍ୱାମୀ ଯୋଉଠି ରହିବେ ଆଉ ସ୍ତ୍ରୀ ସେଇ ଜାଗାରେ ରହିବେ। ଆଉ ପ୍ରଭୁ ଯୀଶୁ ଏ ପୃଥିବୀରେ ଶାନ୍ତି ରାଜତ୍ୱ 1000 ବର୍ଷ ଶାନ୍ତି ରାଜତ୍ୱ କରିବେ। ସେହି ସମୟରେ ତାଙ୍କର ସତୀ କନ୍ୟା ମଧ୍ୟ ତାଙ୍କର ବଧୂ କନ୍ୟା ସେ ଜାଗାରେ ତାଙ୍କ ସହିତ ରାଜ୍ୟ କରିବେ। ହାଲେଲୁୟା। ଆଉ ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବେ ସେମାନଙ୍କୁ ପରମେଶ୍ୱର ପୁରସ୍କାର ଦେବା ପାଇଁ ଆସିବେ। ଆଉ ଏଇ 1000 ବର୍ଷ ଶାନ୍ତି ରାଜତ୍ୱ ହେଲା ପରେ ଦ୍ୱିତୀୟ ପୁନରୁତ୍ଥାନରେ ଦଣ୍ଡ ପାଇବା ପାଇଁ ବା ଦୁଃଖ ପାଇବା ପାଇଁ ବା ତାପରେ କ'ଣ ଦଣ୍ଡ ପାଇବା ପାଇଁ ଆଉ ଦୁଃଖ ପାଇବା ପାଇଁ ସେମାନେ ଉଠିବେ। ହାଲେଲୁୟା। ଦଣ୍ଡ ପାଇବା ପାଇଁ, ଦୁଃଖ ପାଇବା ପାଇଁ ଆଉ ଅବମାନନା ପାଇବା ପାଇଁ ସେମାନେ ଦ୍ୱିତୀୟ ପୁନରୁତ୍ଥାନରେ ସେମାନେ ଉଠିବେ। କାରଣ ସେ ବିଷୟରେ ପ୍ରକାଶିତ ବାକ୍ୟ ଲେଖା ହେଇଛି। ଆମେମାନେ ଦେଖୁଛୁ ପୁନରୁତ୍ଥାନ ହେଉଛି 2ଟା। ସେ ଜାଗାରେ ଲେଖା ହେଇଛି ପୁନରୁତ୍ଥାନରେ ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହେବେ ସେମାନେ ଧନ୍ୟ, ଆଉ ସେମାନଙ୍କ ଉପରେ ଦ୍ୱିତୀୟ ମୃତ୍ୟୁ ଆକ୍ରମଣ କରିପାରିବ ନାହିଁ। ହାଲେଲୁୟା। ତେଣୁ ଆମେମାନେ ଦେଖୁଛୁ ଆଉ ଆମେମାନେ କ'ଣ କରିବା, ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବାକୁ ଚେଷ୍ଟା କରିବା। ହାଲେଲୁୟା। ପ୍ରଭୁ ଆମକୁ ଗ୍ରହଣ କରନ୍ତୁ, ପ୍ରଭୁ ଆମକୁ ଆଶୀର୍ବାଦ କରନ୍ତୁ। ପ୍ରଭୁ ଆମକୁ ଯେମିତି ହେଲେ ମଧ୍ୟ ପ୍ରଥମ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହେବେ ସେମାନେ ହେଉଛନ୍ତି ଜୀବନ ପାଇବା ଲୋକମାନେ। ଦ୍ୱିତୀୟ ପୁନରୁତ୍ଥାନରେ ଯେଉଁମାନେ ଅଂଶୀ ହେବେ ସେମାନେ ଦଣ୍ଡ ପାଇବା ଲୋକମାନେ। ସେଇ ଜାଗାରେ ଯଦି ଆମେ ରହିବା ସେମାନେ ନିର୍ବୁଦ୍ଧି କନ୍ୟାମାନେ। ଯେଉଁମାନେ ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବେ ସେମାନେ ସୁବୁଦ୍ଧି କନ୍ୟାମାନେ। ସେ ଜାଗାରେ ଆମେ ଥିବାର ଅଛି ମୋର ପ୍ରିୟ ଲୋକମାନେ। ଏ ପୃଥିବୀରେ ଭୟଙ୍କର ସମସ୍ୟା ଘଟିବାକୁ ଯାଉଛି, ଭୟଙ୍କର ଦୁଃଖ ଘଟିବାକୁ ଯାଉଛି, ପ୍ରଭୁଙ୍କ ଲୋକମାନଙ୍କ ଉପରେ ଆକ୍ରମଣ ହେବାକୁ ଯାଉଛି। ତ ଏ ମଧ୍ୟରୁ ଆମେ ରକ୍ଷା ପାଇବାର ଅଛି ବୋଲି କହିଲେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ନିଜର ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରି ଦୈନିକ ଜୀବନରେ ପ୍ରାର୍ଥନାମୟ ଜୀବନ, ମାନବିକ ଜୀବନ, ଆତ୍ମିକ ଜୀବନରେ ଆମେ ସୁଦୃଢ଼ ରହିଲେ ସୁବୁଦ୍ଧି କନ୍ୟା ସଦୃଶ ଆମେମାନେ କ'ଣ ହେବା, ତାହାଙ୍କ ରାଜ୍ୟର ଅଂଶୀଦାର ହେଇପାରିବା। ଆମମାନଙ୍କୁ ଜୀବନରେ ପ୍ରବେଶ କରିବା ପାଇଁ ପ୍ରଭୁ ଯୀଶୁ ଶେଷ ତୁରୀ ଧ୍ୱନି ଭାଜିଲା ବେଳକୁ ସେ ପ୍ରଥମ ପୁନରୁତ୍ଥାନରେ ସେ ଆସିବେ। ଆସିବା ସମୟରେ ଆମମାନଙ୍କୁ ସମସ୍ତଙ୍କୁ ମଧ୍ୟ ଆକାଶରେ ନେଇଯିବେ। ହାଲେଲୁୟା। ମଧ୍ୟ ଆକାଶକୁ ନେଲା ପରେ ଆମମାନଙ୍କୁ ପରମେଶ୍ୱର ବହୁମାନ ଦେବେ। ସ୍ୱର୍ଗ ରାଜ୍ୟରେ ଆମର କ'ଣ କରିବେ, ବହୁମାନ ପୁରସ୍କାର ଦେବେ। ପୁରସ୍କାର ଦେଲା ପରେ 7 ବର୍ଷର ମହାକ୍ଲେଶ ହେଲା ପରେ, 7 ବର୍ଷର ମହାକ୍ଲେଶ ସରିଲା ପରେ ଆଉ ସେ ଶେଷ ଭାଗରେ ଦୃଶ୍ୟ ଆଗମନ ସହିତ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଆମେମାନେ ଏ ପୃଥିବୀକୁ ଓହ୍ଲାଇ ଆସିବୁ। ହାଲେଲୁୟା। ସେତେବେଳେ 1000 ବର୍ଷର ରାଜତ୍ୱ ହେବ। 1000 ବର୍ଷର ଶାସନ ହେଲା ପରେ ଆମେମାନେ ସମସ୍ତେ ଦେଖିବୁ ଯେ କିଏ ସେଟା ଏ ଦ୍ୱିତୀୟ ପୁନରୁତ୍ଥାନରେ ଉଠିବା ମାନେ ଅଂଶୀ ହେବା ଲୋକମାନେ ଉଠିବେ। ସେମାନେ ଉଠିବେ, ଦଣ୍ଡ ଭୋଗିବେ ସେମାନେ। ହାଲେଲୁୟା। ଆଉ ଯେତେବେଳେ ଆମେମାନେ ମେଘାରୂଢ଼ ହେଇକରି ଯେତେବେଳେ ଆକାଶ ମଣ୍ଡଳରେ ଆମେମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ଦ୍ୱିତୀୟ ଆଗମନ କରିବା, ଦୃଶ୍ୟ ଆଗମନ କରିବା, ସେ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିନ୍ଧିବା ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ମାରିବା ଲୋକମାନେ ଦେଖିବେ। ହାଲେଲୁୟା। ସେମାନେ କୋଉଠି ଥିବେ, ସେମାନେ ଧୂଳିରେ ଶୋଇଥିବେ, ସେମାନେ ପାତାଳରେ ଥିବେ, ସେମାନେ ଦେଖିବେ। এই ସମସ୍ତ ବିଷୟ ତୁମକୁ ଆଗାମୀ ଭିଡ଼ିଓରେ ମୁଁ କହିବି। ଆଉ ବର୍ତ୍ତମାନ ଆପଣମାନେ
आम सियन मंडली क्रिस्टियन मेसेज को आपण मैंने सब देखु था सबुदिन संध्या 5टार आम सियन मंडल वाक्य आसब आपण मैंने समस्ते आम सियन मंडल वाक्य देखि आशीर्वाद प्राप्त हो बोली मु आशा कहूँ प्रभु पठित वाक्य दे आम समस्त को आशीर्वाद करंतु आमेन। प्रार्थना करवा सर्वशक्तिमान जीवंत सदा प्रभु आशीष जपराकांत परमेश्वर आम तुम धन्यवाद करुचु आज वाक्य जे प्रकार परमेश्वर तुम लोक मान जीवन कार्यकारी से साहाय्य कर प्रभु प्रथम पुनरुत्थान जब आम उठी पारू से साहाय्य कर बोली महिमा गुरु प्रशस्त तुमको दे जीशु को नाम प्रार्थना करी प्रभु आमेन। प्रेज द लॉर्ड।